अव्यक्त मुरली 13 जून 1982। मुरलीर सारांश एक मंत्र द्वारा एकता। निमित्त टीचर्स मानक सहित अव्यक्त बापदादांकर साक्षात। आज संतान मानक सभा को स्नेह सहयोग परिवर्तनर दृढ़ संकल्पर सुगंध नेबा पई आसीछु। संतान मानक खुशी रे बापदादा खुशी हेउछंती। एही अविनाशी खुशी एवं अविनाशी सुगंध संतान मानक साथी रे थाउ एपरी अविनाशी संकल्प करिछंती ना। आरंभरे स्थापना समय रे परस्पर को जेतेबेले पत्र देउथिले सेतेबेले कौन लेखुथिले ताहा मने अछि। कौन कहूथिले? प्रिय निज आत्मा बा प्रिय आत्मान। एहा द्वारा सहजरे आत्म अभिमानी हेबार सहज साधन होई पारिथिला। नाम रूप को देखु नथिले। ସେହି ଦିନ ମନେ ଅଛି କେତେ ସୁନ୍ଦର ସ୍ୱତଃ ସମସ୍ତେ ଆତ୍ମିକ ସ୍ୱରୂପରେ ରହୁଥିଲେ। କିଛି ପରିଶ୍ରମ କରିବାକୁ ପଡୁଥିଲା। ଏହି ଆଦି ସମୟର ଭାଷାର ଗୁହ୍ୟତାକୁ ଉପଲବ୍ଧି କରି ପ୍ରତ୍ୟକ୍ଷ ଭାବରେ ଅଭ୍ୟାସ କରନ୍ତୁ, ତେବେ ସ୍ମୃତି ସ୍ୱରୂପ ହୋଇଯିବେ। ଏକ ମନ୍ତ୍ର, एक बाबा, एक घर, एक मत, एक रस, एक राज्य, एक धर्म, एक नाम आत्मा, एक रूप। यही एक मंत्र को सदा स्मृति रे रखंतु, तेबे कौन होइजिबो? समस्तंक मध्यरे एकता देखाजिबो। यह सहज अटे ना। जेतेबेले सबुथिरे एक देखाजिबो सेतेबेले जेउ कहउछंती जे मेरा बाबा ता सहज एवं स्वतः होइजिबो। एपरी संकल्प करिछंती ना। बापदादा केवल दृष्टिर मिलानार्थे आसिछंती। संतान माने डाकिले एवं बाबा आसिले। बाबा संतान मानक स्नेहर प्रत्युत्तर देले। समस्ते संदेश पाइले तो आपण माने संकल्प करिबा मात्रे बापदादा सुनी पारुछंती। कहिबा पूर्वरु बापदादांक पाखरे कथा पहुंची जाउछि। जयंती भौणी को देखी बाबा कहिले, विदेशरू आसीबा ଏହା कौन प्रमाणित करुछि? देश दूर होई पारे किंतु मन दूर नुहे। मन पाखरे अछि ना। ଏହା परस्परर निकटवर्ती हेबार प्रमाण अटे। समस्ते परस्परर साथी अटंती। ଏହା प्रत्यक्ष भावरे देखिले ना। ଏହା मुरबी संतान मानकर लक्षण अटे। बापदादा निमित्त आत्मा मानंकु प्रत्यक्ष प्रमाण देउछंती। केवल आपणंकु देखु नाहंती किंतु समस्तंक दिल को देखुछंती। अनेकंकर दिल एठारे किंतु देह सेठारे अछि। तेणु एपरी समस्त संतान मानंकर संगठन को देखुछु। एपरी तो समस्तंक पाखरे याद प्यार पहुंची जाउछि, किंतु जेउ माने विशेष स्नेहर सूत्र रे बंधा होइछंती सेमानंकु विशेष याद प्यार देउछु। एपरी जेउ माने साकार रे एठारे नाहंती किंतु देश और विदेश रे अछंती, जेउ मानंकर दिल एठारे अछि सेमानंकु विशेष याद प्यार देउछु।
ଆଚ୍ଛା, ନିର୍ବେର ଭାଇଙ୍କ ସହିତ ଇଏ ବିଦେଶକୁ ଯାଉଛନ୍ତି ନା? ଆଚ୍ଛା, ଏଭରେଡ଼ି ହୋଇଗଲେ। ଏହାକୁ କୁହାଯାଏ ବାହା ମିଠା ଡ୍ରାମା। 3 ବିନ୍ଦୁର ଉପହାର ପାଇଗଲେ। ଯେତେବେଳେ ସଂକଳ୍ପ କଲେ, ତୁରନ୍ତ 3 ବିନ୍ଦୁର ତିଳକ ମସ୍ତକରେ ଲାଗିଗଲା। 3 ବିନ୍ଦୁ ଏକା ସାଥିରେ ଅଛି। ବାପଦାଦା ଏହି ତିଳକକୁ ବଦନରେ ସ୍ୱାଗତ କରିସାରିଛନ୍ତି। ବହୁତ ଭଲ କଥା। ବିଶେଷ ଭାବରେ କେଉଁ ସ୍ୱରୂପ ଦ୍ୱାରା ସନ୍ଦେଶ ଦେଉଛନ୍ତି? ବିଶେଷ କଥା କ'ଣ ମନେ ରଖିବେ? ସଦା ଉମଙ୍ଗ ଉତ୍ସାହର ପରରେ ଉଡ଼ି ଚାଲନ୍ତୁ। ଏହି ବିଶେଷ ପାଠ ଅନୁଭବ ଦ୍ୱାରା ସମସ୍ତଙ୍କୁ ଶିକ୍ଷା ଦିଅନ୍ତୁ। ଅନୁଭବ ଦ୍ୱାରା କାହାକୁ ଶିକ୍ଷା ଦେବା, ଏହା ଅବିନାଶୀ ହୋଇଯାଇଥାଏ। ଏହା ହିଁ ବିଶେଷ ନବୀନତା। ଏହାକୁ ଅନୁଭବୀ ହୋଇ ଅନୁଭବ କରାନ୍ତୁ। କଥା କହି ଶିକ୍ଷା ଦେବା ତ ବହୁତ ସମୟରୁ କରି ଆସିଛନ୍ତି। ଏବେ ଏହି ପାଠର ଆବଶ୍ୟକତା ଅଛି। ଏହି ଉପାୟରେ ସମସ୍ତଙ୍କୁ ଉଡ଼ତି କଳାକୁ ନେଇ ଯାଆନ୍ତୁ। କାରଣ ଅନୁଭବ ବହୁତ ବଡ଼ ଅଥରିଟି ଅଟେ। ଯାହା ପାଖରେ ଅନୁଭବର ଅଥରିଟି ଅଛି, ତାକୁ ଆଉ କୌଣସି ଅଥରିଟି ଆକ୍ରମଣ କରିପାରିବ ନାହିଁ। ମାୟାର ଅଥରିଟି ତା ପାଖରେ ଚାଲିପାରିବ ନାହିଁ। ଏହି ଉପାୟକୁ ବିଶେଷ ଭାବରେ ଧ୍ୟାନରେ ରଖି ଭ୍ରମଣ କରିବାକୁ ଯାଅ। ତେବେ ନବୀନତା ହୋଇଯିବ। ଯେତେବେଳେ କେହି ବାହାରକୁ ଯାଆନ୍ତି, ସେତେବେଳେ ସମସ୍ତେ ଆଶା କରନ୍ତି ଯେ କିଛି ନବୀନତା ହେଉ। ଶିକ୍ଷା ଦେବା ସହିତ ଶିକ୍ଷା ସ୍ୱରୂପ ହେବା, ଏହା ଏକା ସାଥିରେ ହେଉ। ଏହା ଆପଣଙ୍କୁ ମଧ୍ୟ ପସନ୍ଦ ନା? ଡ୍ରାମାନୁସାରେ ଏହି ସମୟ ସେବା ପାଇଁ ଯୋଗ୍ୟ ଅଟେ। ସଂକଳ୍ପ ତ ସମାପ୍ତ ହୋଇଗଲା ନା? ଏଭରେଡ଼ି ହୋଇ ସମସ୍ତ ପ୍ରସ୍ତୁତି ସେକେଣ୍ଡରେ ହୋଇଗଲା। ସ୍ଥୂଳ ସାଧନ ତ ସେଠାରେ ସବୁ କିଛି ମିଳିବ। ସେଠାରେ ତିଆରି ହୋଇଥିବା ଜିନିଷ ସବୁ ମିଳିବ। ଯଦି କିଛି ରହିଯାଉଛି, ତେବେ କିଛି ବଡ଼ କଥା ନୁହେଁ। ଏଠାରୁ 2 ଯୋଡ଼ା ପୋଷାକ ନେଇ ଚାଲିଗଲେ ମଧ୍ୟ କିଛି ଯାଏ ଆସେ ନାହିଁ। ସେଠାରେ ରେଡ଼ିମେଡ୍ ସବୁ ମିଳିଯିବ। କିନ୍ତୁ ସୂକ୍ଷ୍ମ ପ୍ରସ୍ତୁତି ହୋଇଯାଇଛି ନା? ସ୍ଥୂଳ ପ୍ରସ୍ତୁତି କିଛି ବଡ଼ କଥା ନୁହେଁ। ସେମାନଙ୍କୁ ଅର୍ଥାତ୍ ଜାତିସଂଘ ମୁଖ୍ୟକୁ ଖୁସିର ଖବର ଶୁଣାଇବେ। ସେମାନେ ଚାହୁଁଛନ୍ତି ବିନାଶ ନ ହେଉ, ଏହିପରି ସଂସାର ଚାଲିଥାଉ। କାହିଁକି ସେମାନେ ବିନାଶକୁ ଭୟ କରୁଛନ୍ତି? କାରଣ ମନେ କରୁଛନ୍ତି ଯେ ଆମର ଏତେ ସୁନ୍ଦର ସଂସାର ବିନାଶ ହୋଇଯିବ। ଏଣୁ ସେମାନେ ଭୟ କରୁଛନ୍ତି। କିନ୍ତୁ ଏହାଦ୍ୱାରା ତ ସଂସାର ନୂଆ ହୋଇଯିବ। ସେମାନଙ୍କୁ ଏହି ଖୁସିର ଖବର ମିଳିଯାଉ, ଯାହା ଆପଣମାନଙ୍କର ସଂକଳ୍ପ, ତାହା ବିଶ୍ୱ ରଚୟିତା ପିତାଙ୍କ ପାଖରେ ପହଞ୍ଚି ଯାଇଛି। ବିଶ୍ୱର ମାଲିକ ବିଶ୍ୱ ଶାନ୍ତି ସ୍ଥାପନା ପାଇଁ ତାଙ୍କର କର୍ତ୍ତବ୍ୟ କରାଉଛନ୍ତି। ଯାହା ଆପଣମାନେ ଆଶା କରୁଛନ୍ତି ଯେ ବିଶ୍ୱରେ ଏକତା ହେଉ, ସ୍ନେହ ହେଉ, ପ୍ରେମ ହିଁ ରହୁ, ଲଢ଼େଇ ଝଗଡ଼ା ନ ହେଉ, ଏସବୁ ଆଶା ଆପଣମାନଙ୍କୁ ପୂରଣ ହେବାର ସମୟ ପହଞ୍ଚିଗଲା। କିନ୍ତୁ କିପରି ହେବ, ତାହା କେବଳ ଜାଣନ୍ତୁ। ବିଧି ଯଥାର୍ଥ ହେଲେ ସିଦ୍ଧି ମଧ୍ୟ ଯଥାର୍ଥ ହୋଇପାରିବ। ସିଦ୍ଧି ତ ମିଳିବ ନିଶ୍ଚିତ, କିନ୍ତୁ କେଉଁପରି ଭାବରେ ମିଳିବ, ତାହା କେହି ଜାଣିନାହାନ୍ତି। ସମ୍ମିଳନୀ ଆଦି ତ
ଅନେକ କରି ଦେଖିଛନ୍ତି କିନ୍ତୁ କିଛି ସଫଳ ହେଉନାହିଁ। ଲଢ଼େଇ ଝଗଡ଼ାର ମଞ୍ଜି ସମାପ୍ତ ହୋଇଗଲେ ଅସ୍ତ୍ର ଶସ୍ତ୍ର ଆଦି ବ୍ୟବହାର କରିବାକୁ ପଡ଼ିବ ନାହିଁ। କାରଣ କ୍ଷତି କୌଣସି ଜଡ଼ ଅସ୍ତ୍ର କରିନଥାଏ, କ୍ଷତି କରିଥାଏ ମନୁଷ୍ୟର କ୍ରୋଧ। ଏହା ହିଁ ମଞ୍ଜି ଅଟେ। ତେଣୁ ବିଧି ଅନୁସାରେ ଏହି ମଞ୍ଜିକୁ ନଷ୍ଟ କରିଦିଅନ୍ତୁ। ଏହାର ବିଧି ତ ତିଆରି ହୋଇ ରହିଛି। ଲଢ଼େଇ ଝଗଡ଼ାର ମଞ୍ଜି ନଷ୍ଟ ହୋଇଯାଉ, ଏପରି ଆଶା ପୂରଣ ହେବାର ସମୟ ଆସିଗଲା। ସମୟ ସମସ୍ତଙ୍କ ବୁଦ୍ଧିକୁ ପ୍ରେରଣା ଦେଉଛି। ଗୁପ୍ତ ଭାବରେ କାର୍ଯ୍ୟ ଚାଲିଛି। ସେହି କାର୍ଯ୍ୟ ସମସ୍ତଙ୍କୁ ନିଜ ଆଡ଼କୁ ଟାଣୁଛି। କିନ୍ତୁ ସେମାନେ ଜାଣିପାରୁନାହାନ୍ତି ଯେ ଏପରି ମାରଣାସ୍ତ୍ର ତିଆରି କରିବାର ସଂକଳ୍ପ କାହିଁକି ଆସୁଛି। ନିଜେ ତିଆରି କରିଛନ୍ତି ଯଦି ପୁଣି ତାହାକୁ ବ୍ୟବହାର କରିବାକୁ କାହିଁକି ଭୟ କରୁଛନ୍ତି। ସ୍ଥାପନା ପାଇଁ ତାଙ୍କର ବୁଦ୍ଧିକୁ ପ୍ରେରଣା ଦିଆଯାଉଛି, କିନ୍ତୁ ସେମାନେ ଜାଣିପାରୁନାହାନ୍ତି। ଏ କଥା ତ ଆପଣମାନେ ନିଜେ ବୁଝୁଛନ୍ତି ଯେ ପରିବର୍ତ୍ତନ ପାଇଁ ବିନାଶ ନ ହେଲେ ସ୍ଥାପନା ହୋଇପାରିବ ନାହିଁ। ଏହା ତ ସେମାନଙ୍କର ଇଚ୍ଛା ଅଟେ ନା। ସେମାନଙ୍କ ଭାବନା ଆଧାରରେ ଖୁସିର ଖବର ସେମାନଙ୍କୁ ଶୁଣାନ୍ତୁ ଯେ ଶାନ୍ତିର ସାଗରଙ୍କ ଦ୍ୱାରା ପ୍ରକୃତ ଶାନ୍ତି ସ୍ଥାପନା ହେବ। ଏହି ଭାତୃତ୍ୱ ଭାବର ଭାବନା କିପରି ହୋଇପାରିବ? ଯାହାଦ୍ୱାରା ସଂକଳ୍ପ ନ ଆସୁ, ପରିଶ୍ରମ କରିବାକୁ ନ ପଡ଼ୁ, କେତେବେଳେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ପଡ଼ୁ ବା ନ ପଡ଼ୁ, କିନ୍ତୁ ଏହି ସଂକଳ୍ପ ସମାପ୍ତ ହୋଇଯାଉ, ଭାତୃତ୍ୱ ଭାବ ହୋଇଯାଉ। ଏହା ହିଁ ବିଧି ଅଟେ। ଯଦି ଭାତୃତ୍ୱ ଭାବ ଆସିଲା, ତେବେ ପିତା ତ ଅଛନ୍ତି। ଏହି ଖୁସିର ଖବର ସେମାନଙ୍କୁ ଶୁଣାନ୍ତୁ। ଶାନ୍ତିର ପାଠ ପଢ଼ାଇବାକୁ ହେବ, ଅର୍ଥାତ୍ ଶାନ୍ତି ଦ୍ୱାରା ଅଶାନ୍ତି ବିନାଶ ହେବ। କିନ୍ତୁ ଶାନ୍ତି କିପରି ପ୍ରତିଷ୍ଠା ହେବ? ସେଥିପାଇଁ ସେମାନଙ୍କୁ ମନ୍ତ୍ର ଦେବାକୁ ହେବ। ଶାନ୍ତିର ଶିକ୍ଷା ସମସ୍ତଙ୍କୁ ଦେଉଛନ୍ତି ନା? ମୁଁ ଶାନ୍ତ, ଘର ଶାନ୍ତ, ବାବା ଶାନ୍ତିର ସାଗର, ଧର୍ମ ମଧ୍ୟ ଶାନ୍ତି। ଏପରି ସେମାନଙ୍କୁ ଶିକ୍ଷା ଦିଅନ୍ତୁ। ଏହା ହେଲା ଶାନ୍ତିର ପାଠ। ସେକେଣ୍ଡକ ପାଇଁ ତ ଅନୁଭବ କରିବେ ନା। ଯଦି ଗୋଟିଏ ସେକେଣ୍ଡ ଶାନ୍ତିର ଅନୁଭୂତି ହୋଇଯିବ, ତେବେ ଆପଣଙ୍କୁ ଧନ୍ୟବାଦ ଦେବେ। ଆପଣଙ୍କୁ ଭଗବାନ ମନେ କରିବେ, କାରଣ ସେମାନେ ବହୁତ ଅଶାନ୍ତ ବ୍ୟସ୍ତ ହୋଇଯାଉଛନ୍ତି। ଯେତେ ସେମାନଙ୍କର ବୁଦ୍ଧି ଅଛି, ସେତେ ବ୍ୟସ୍ତତା ମଧ୍ୟ ଅଛି। ସେମାନଙ୍କୁ ଯଦି ଶାନ୍ତିର ଅନୁଭବ ସାମାନ୍ୟ ମିଳିଯିବ, ତେବେ ତାହାକୁ ସେମାନେ ଜୀବଦାନ ବୋଲି ଅନୁଭବ କରିବେ। କଥା କହୁ କହୁ ଶାନ୍ତିରେ ରୁହନ୍ତୁ। ସେମାନେ ଶାନ୍ତିର ଅନୁଭବ କରିବେ। ଏପରି ବାତାବରଣ କରନ୍ତୁ, ଯେପରି ସମସ୍ତେ ଅନୁଭବ କରନ୍ତୁ, ଯେପରି ଶାନ୍ତିର କିରଣ କେଉଁଆଡ଼ୁ ଆସୁଛି। ଗୋଟିଏ ସେକେଣ୍ଡ ହେଉ ବା ଅଧା ସେକେଣ୍ଡ ହେଉ, ସମସ୍ତେ ଅନୁଭବ କରନ୍ତୁ, କାରଣ ଏହା ବାୟୁମଣ୍ଡଳ ଦ୍ୱାରା ହେବ। ଅଧିକ ସମୟ ରହିପାରିବେ ନାହିଁ। ସେକେଣ୍ଡକ ପାଇଁ ବାୟୁମଣ୍ଡଳ ଏପରି ହାଲୁକା ହୋଇଯାଉ, ଯେପରି ସମସ୍ତେ ମନେ ମନେ ଧନ୍ୟ ଧନ୍ୟ ହୋଇଯିବେ। କାରଣ ସେମାନେ ବିଚରା ବହୁତ ଅସ୍ଥିରରେ ଅଛନ୍ତି। ସେମାନଙ୍କୁ ଦେଖି ବାପଦାଦାଙ୍କୁ ଦୟା ଲାଗୁଛି। ଠିକ୍ ଭାବରେ ନା ଶୋଇପାରୁଛନ୍ତି, ନା ଶାନ୍ତିରେ ଖାଇପାରୁଛନ୍ତି, ନା ଦିନ ନା ରାତି ସବୁବେଳେ ଅଶାନ୍ତ ରହୁଛନ୍ତି।
ଯେପରି ସେମାନଙ୍କ ଉପରେ ବହୁତ ବଡ଼ ବୋଝ ରହିଛି। କ'ଣ ହେବ, କିପରି ହେବ, ଏହି ଆଶଙ୍କାରେ ରହୁଛନ୍ତି। ତେଣୁ ଏପରି ଆତ୍ମାମାନଙ୍କୁ ଯଦି ଗୋଟିଏ ସେକେଣ୍ଡର କିରଣ ମିଳିଯିବ, ତେବେ କ'ଣ ମନେ କରିବେ? ସେମାନଙ୍କ ପାଇଁ ଯେପରି ସୂର୍ଯ୍ୟ ଉପରୁ ଓହ୍ଲି ଆସିଲେ, ଏପରି ଅନୁଭବ କରିବେ। ସେମାନଙ୍କର ଅଧିକ ଜ୍ଞାନ ଶୁଣିବାର ଶକ୍ତି ନାହିଁ ବା ଧାରଣ କରିବାର ଶକ୍ତି ନାହିଁ, କିନ୍ତୁ ଆପଣମାନେ ସେମାନଙ୍କୁ ମୁହୂର୍ତ୍ତକ ମଧ୍ୟରେ ଶାନ୍ତିର ଅନୁଭବ କରାଇ ପାରିବେ। ଯେପରି ସମୁଦ୍ରରେ ଲହଡ଼ି ଆସେ ଓ ଫେରିଯାଏ, ଏତିକି ଯଦି ଅନୁଭବ ହେଲା, ତେବେ ତାଙ୍କ ପାଇଁ ବହୁତ ହୋଇଗଲା। କାରଣ ସେମାନେ ବହୁତ ଅସ୍ଥିର ଅଟନ୍ତି। କେବଳ ସାମାନ୍ୟ ମାତ୍ର ସାହାରା ସେମାନଙ୍କ ପାଇଁ ବହୁତ ଅଟେ। ଆଚ୍ଛା, ଆପଣଙ୍କ ସଂକଳ୍ପ ପୂରଣ ହେଲା ତ? ସନ୍ତାନମାନଙ୍କ ଖୁସି ହିଁ ବାବାଙ୍କର ଖୁସି ଅଟେ। ସମସ୍ତେ ସଫଳତା ମୂର୍ତ୍ତି ଅଟନ୍ତି ନା? ସଫଳତା ତ ଆପଣଙ୍କ ସାଥିରେ ରହିଛି। ବାବା ସାଥିରେ ଅଛନ୍ତି, ଅର୍ଥାତ୍ ସଫଳତା ସାଥିରେ ଅଛି। ଯେଉଁଠାରେ ବାବା ଅଛନ୍ତି, ସେଠାରେ ସର୍ବସିଦ୍ଧି ରହିଛି। ବିନ୍ଦୁ ଲଗାଇ ପାରୁଛନ୍ତି ନା ବିନ୍ଦୁ ଲଗାଉ ଲଗାଉ ପ୍ରଶ୍ନ ଚିହ୍ନ ହୋଇଯାଉଛି? ଆଜିକାଲି ଏପରି ବାରୁଦରେ ବଟିକା ତିଆରି କରିଛନ୍ତି, ଯାହା ବିନ୍ଦୁ ପରି, କିନ୍ତୁ ତାହା ସାପ ହୋଇଯାଉଛି, ଅର୍ଥାତ୍ ସାପ ବାଣ। ସେପରି ଆପଣମାନେ ବିନ୍ଦୁ ଲଗାଇବା କଥା, କାରଣ ବିନ୍ଦୁରେ ସବୁକିଛି ରହିଥାଏ। କିନ୍ତୁ ଯଦି ସଂକଳ୍ପରେ ସେଥିରେ ଦିଆସିଲି ଲଗାଇଦେବେ, ତେବେ ତାହା ସାପ ହୋଇଯିବ। ତେଣୁ ନା ଦିଆସିଲି ଲଗାନ୍ତୁ, ନା ସାପ ତିଆରି କରନ୍ତୁ। ବାପଦାଦା ତ ସମସ୍ତଙ୍କୁ ଖେଳ ଦେଖାଉଛନ୍ତି। ଯାହା କିଛି ହେଉଛି ସବୁଥିରେ କଲ୍ୟାଣ ରହିଛି। କାହିଁକି, କ'ଣ ପାଇଁ, ଏପରି ପ୍ରଶ୍ନ ଉଠାଇବା ଦରକାର ନାହିଁ। ଯାହା କିଛି ଅନୁଭବ କରିବାର ଥିଲା, ତାହା କଲେ, ପରିବର୍ତ୍ତନ କଲେ ଓ ଅଗ୍ରସର ହେଲେ। ଏପରି ବିନ୍ଦୁ ଲଗାନ୍ତୁ। ସମସ୍ତ ବିଦେଶୀଙ୍କୁ ଏହି ଖେଳ ଦେଖାନ୍ତୁ। ସେମାନଙ୍କୁ ଏହି କଥା ବହୁତ ଭଲ ଲାଗିବ। ଦାଦିଜୀ ଏବଂ ଦାଦି ଚନ୍ଦ୍ରମଣି ବାବାଙ୍କ ପାଖରେ ବସିଛନ୍ତି। ଏମାନେ ବରଯାତ୍ରୀର ଶୋଭା ଅଟନ୍ତି। ବାପଦାଦାଙ୍କର ବିଶେଷ ଶୋଭା ଅଟନ୍ତି। ଆପଣମାନଙ୍କ ଈଶ୍ୱରୀୟ ପରିବାରର ଶୋଭା କିଏ ଅଟନ୍ତି? ଏହି ଦାଦିମାନେ ଅଟନ୍ତି ନା? ତେବେ ସମସ୍ତଙ୍କ ମନରେ ଏହି ବିଶେଷ ଆତ୍ମାମାନଙ୍କ ପ୍ରତି କ'ଣ ସଂକଳ୍ପ ରହୁଛି? ସଦା ବିଜୟୀ ହୁଅ। ଏହା ଆପଣମାନଙ୍କୁ ଅମର ଭବର ସହଯୋଗ ଦେଉଛି। ଯଦି କୌଣସି ଦାଦିଙ୍କର କିଛି ଦେହ ଖରାପ ହେଉଛି, ତେବେ କେତେ ସମସ୍ତଙ୍କର ସଂକଳ୍ପ ଚାଲୁଛି। ଏମାନେ ସ୍ଥୂଳରେ ଛତ୍ରଛାୟା ଅଟନ୍ତି। ଏପରି ତ ବାବା ଛତ୍ରଛାୟା ଅଟନ୍ତି, କିନ୍ତୁ ନିମିତ୍ତ ଅନୁଭବୀ ଆତ୍ମାମାନେ ମଧ୍ୟ ମାଷ୍ଟର ଛତ୍ରଛାୟା ଅଟନ୍ତି। ଯେତେବେଳେ ଖରା ବା ବର୍ଷା ହେଉଛି, ଏମାନେ ଛତ୍ରଛାୟା ହୋଇ ନେଇଯାଉଛନ୍ତି। ଯେତେବେଳେ ଆପଣମାନଙ୍କ ପାଖକୁ କୌଣସି ସମସ୍ୟା ଆଦି ଆସୁଛି, ସେତେବେଳେ କ'ଣ କରୁଛନ୍ତି? ସାକାରରେ ଏହାଙ୍କ ପାଖକୁ ଆସିବାକୁ ପଡ଼ୁଛି। ବାବାଙ୍କ ସାଥିରେ ରୁହରିହାନ କରିବେ, କିନ୍ତୁ ପତ୍ର ତ ମଧୁବନକୁ ଦେବେ ନା। ଯେପରି ଏଠାରେ ଯେଉଁ ସ୍ଥାନରେ ପିକନିକ୍ ଆଦି କରୁଛନ୍ତି, ମଝିରେ ମଝିରେ ବଡ଼ ବଡ଼ ଛତା ଲଗାଇ ଦେଉଛନ୍ତି, ପୁଣି ଛାଇରେ ବସି ମନୋରଞ୍ଜନ କରୁଛନ୍ତି। ଏହା ମଧ୍ୟ ଏପରି। ତେବେ ଚାରିଆଡ଼େ ଛତ୍ର ଲାଗିଛି।
ଯେତେବେଳେ କିଛି ଉତ୍ସବ ହେଉଛି, ହସୁଛନ୍ତି, ନାଚୁଛନ୍ତି, ଖାଉଛନ୍ତି, ସେତେବେଳେ ଛତା ଲଗାଉଛନ୍ତି ନା? ବାପଦାଦା ମଧ୍ୟ ଦେଖି ଖୁସି ହେଉଛନ୍ତି। ସମସ୍ତେ କେତେ ଖୁସି ହେଉଛନ୍ତି ତାହା ଦେଖୁଛନ୍ତି। ସ୍ନେହ ଦ୍ୱାରା ଆପଣମାନେ ବାପଦାଦାଙ୍କୁ ଟାଣି ଆଣୁଛନ୍ତି। ଯେପରି ଏମାନେ ନିମିତ୍ତ ହୋଇଛନ୍ତି, ଏପରି ଆପଣମାନେ ନିଜ ନିଜର ସେବାସ୍ଥାନର ଛତା ବୋଲି ମନେ କରନ୍ତୁ। ଯେଉଁମାନଙ୍କର ନିମିତ୍ତ ହେଉଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାର ସାଧନ ଦିଅନ୍ତୁ। ସେମାନଙ୍କ ପ୍ରତି ଆକର୍ଷଣ ନ ରହୁ, କିନ୍ତୁ ସାହାରା ଦିଅନ୍ତୁ। ନିମିତ୍ତ ହୋଇ ସାହାରା ସହଯୋଗ ଦେବା ଅଲଗା କଥା, କିନ୍ତୁ ସାହାରା ଦାତା ହୋଇ ସାହାରା ଦିଅନ୍ତୁ ନାହିଁ। ନିମିତ୍ତ ହୋଇ ସାହାରା ଦେବା ଓ ସାହାରା ଦାତା ହୋଇ ସାହାରା ଦେବା, ଏଥିରେ ବହୁତ ଅନ୍ତର ହୋଇଯାଉଛି। ଯଦି ଆପଣ ମନେ କରୁନାହାନ୍ତି ଯେ ମୁଁ ଏହାର ସାହାରା ଅଟେ, କିନ୍ତୁ ସେମାନେ ମନେ କରୁଛନ୍ତି, ତେବେ ମଧ୍ୟ ଭୁଲ ହୋଇଗଲା ନା? ସେବା ମନେ କରି ନିମିତ୍ତ ହୋଇ ଉମଙ୍ଗ ଉତ୍ସାହ ବଢ଼ାଇବାର ସାହାରା ଦିଅନ୍ତୁ। ନିୟମ ଓ ମର୍ଯ୍ୟାଦାର ସହିତ ସାହାରା ଦିଅନ୍ତୁ। ତେବେ କେବେ ହେଲେ କାହାର ଅଭିଯୋଗ ପତ୍ର ଆସିବ ନାହିଁ। କିନ୍ତୁ ଯଦି ସମସ୍ତେ ମନେ କରିବେ ଯେ ଇଏ ମୋର ସାହାରା ଅଟନ୍ତି, ଏହାକୁ କୁହାଯିବ ସାହାରା ଦାତା ହୋଇ କାହାକୁ ସାହାରା ଦେବା। ସେବା ମନେ କରି ନିମିତ୍ତ ହୋଇ ସହଯୋଗର ସାହାରା ଦିଅନ୍ତୁ, ତାହା ଅଲଗା କଥା। ତେବେ ଆପଣମାନେ ସମସ୍ତେ କ'ଣ ଅଟନ୍ତି? ଅନ୍ତିମ ସମୟରେ ସମସ୍ତ ପାଠଧାରୀ ଏକାଠି ମଞ୍ଚ ଉପରକୁ ଆସିବେ। ସେମାନେ ଏହି ଦେହ ଦ୍ୱାରା ସେବାଧାରୀ ହୋଇଯାଆନ୍ତୁ ବା ଭିନ୍ନ ଭିନ୍ନ ଦେହ ଦ୍ୱାରା ସେବାଧାରୀ ହୋଇଥାନ୍ତୁ। ସମସ୍ତ ପାଠଧାରୀଙ୍କୁ ମଞ୍ଚ ଉପରକୁ ଆସିବାକୁ ହେବ, ଅର୍ଥାତ୍ ଜୟ ଜୟକାର ହୋଇ ସମାପ୍ତି ହେବ। କାରଣ ସେମାନଙ୍କୁ ଭଲ ଭାବରେ ସ୍ଥାପନା କାର୍ଯ୍ୟରେ ସହଯୋଗୀ ହେବାର ପାର୍ଟ ଡ୍ରାମାରେ ରହିଛି। ଆପଣମାନେ ପ୍ରତ୍ୟକ୍ଷ ଭାବରେ ଅଛନ୍ତି, ସେମାନେ ଗୁପ୍ତ ଭାବରେ ସ୍ଥାପନାର ପାର୍ଟ କରୁଛନ୍ତି। ଏବେ ସେମାନେ ପ୍ରତ୍ୟକ୍ଷ ହୋଇନାହାନ୍ତି, କିନ୍ତୁ ଯେତେବେଳେ ସମୟର ପର୍ଦ୍ଦା ଉଠାଇଦେବ, ସେତେବେଳେ ସମସ୍ତେ ପ୍ରସ୍ତୁତ ହୋଇଯିବେ। ସମ୍ପନ୍ନ ହୋଇଯିବ। ପର୍ଦ୍ଦା ଖୋଲିଲେ ତ ସମାପ୍ତ ହେବ ନା? ଏପରି ସମସ୍ତେ ପ୍ରସ୍ତୁତି କରୁଛନ୍ତି। ପର୍ଦ୍ଦା ଖୋଲିବାର ପ୍ରସ୍ତୁତି କରୁଛନ୍ତି। ୱାରିସ୍ କ୍ୱାଲିଟିର ମାଳା ତିଆରି ହୋଇଛି। 108 ମାଳାର ଆତ୍ମାମାନେ ସମ୍ପନ୍ନତାର ବହୁତ ନିକଟବର୍ତ୍ତୀ ହୋଇଯାଆନ୍ତୁ, ସମ୍ପନ୍ନ ହୋଇଯାଆନ୍ତୁ। ସମୟାନୁସାରେ ସମ୍ପୂର୍ଣ୍ଣତାର ନିକଟବର୍ତ୍ତୀ ହୋଇଯାଆନ୍ତୁ। ଏପରି ମନେ କରୁଛନ୍ତି। ସେମାନଙ୍କର ଲକ୍ଷଣମାନ କ'ଣ ହେବ? ମାଳାର ବିଶେଷତା ଅର୍ଥାତ୍ ପରସ୍ପରଙ୍କର ସଂସ୍କାର ସମୀପ ହେବ। ଏପରି ପ୍ରସ୍ତୁତି ହୋଇଛି। 108 ମାଳା ହୋଇଛି। ଦାନାମାନେ ସମାନ ହୋଇ ରହିଛନ୍ତି। ସମସ୍ତଙ୍କୁ ଅନୁଭବ ହେଉଛି କି ଏମାନେ ଜପାମାଳି ଅଟନ୍ତି। ଏପରି ନୁହେଁ ତ ସଂସ୍କାର ସମସ୍ତଙ୍କର ଭିନ୍ନ ଭିନ୍ନ, ତେବେ ସମାନ କିପରି ହେବେ? ନା, ବିଭିନ୍ନତାର ସଂସ୍କାର ହୋଇ ମଧ୍ୟ ସମୀପ ଦେଖାଯାଉ। ବିଭିନ୍ନତାର ଆଧାରରେ ନମ୍ବର ହୋଇଯାଉଛି, କିନ୍ତୁ ଦାନା ତ ପାଖାପାଖି ଅଛନ୍ତି ନା? ଏହା ଯେତେବେଳ ପର୍ଯ୍ୟନ୍ତ ନ ହୋଇଛି, ମାଳା ତିଆରି ହୋଇପାରିବ ନାହିଁ। ଗୋଟିଏ ଦାନା ଯଦି ବାହାରି ଯାଉଛି, ତେବେ ତାହା ଖଣ୍ଡିତ ମାଳା ହୋଇଯିବ। ତାହା ପୂଜ୍ୟ ଯୋଗ୍ୟ ହୋଇପାରିବ ନାହିଁ। ସାମାନ୍ୟ ଦୂରରେ ରହିଲେ ମଧ୍ୟ ସମାନତା କୁହାଯିବ ନାହିଁ। 108 ସଂଖ୍ୟାରେ ଯଦି ସାମାନ୍ୟ ଦୂର ରହୁଛି,
ତେବେ ମାଳା ପ୍ରସ୍ତୁତ ବୋଲି କହିହେବ ନାହିଁ। ଆଚ୍ଛା, ବରଦାନ ନିଜର ଅନାଦି ଆଦି ରିଅଲ ବା ବାସ୍ତବ ରୂପକୁ ରିଅଲାଇଜେସନ୍ ବା ଅନୁଭବ କରି ସମ୍ପୂର୍ଣ୍ଣ ପବିତ୍ର ହୁଅ। ବିସ୍ତାର ଆତ୍ମାର ଅନାଦି ଏବଂ ଆଦି ଦୁଇ କାଳର ପ୍ରକୃତ ସ୍ୱରୂପ ପବିତ୍ର ଅଟେ। ଅପବିତ୍ରତା କୃତ୍ରିମ ଶୂଦ୍ରଙ୍କ ଦାନ ଅଟେ। ଶୂଦ୍ରଙ୍କ ଜିନିଷକୁ ବ୍ରାହ୍ମଣମାନେ କେବେ ହେଲେ ବ୍ୟବହାର କରିପାରିବେ ନାହିଁ। ଏଣୁ କେବଳ ଏହି ସଂକଳ୍ପ କରନ୍ତୁ ଯେ ଅନାଦି ଆଦି ବାସ୍ତବରେ ମୁଁ ପବିତ୍ର ଆତ୍ମା ଅଟେ। ଯାହାକୁ ଦେଖୁଛନ୍ତି ତାଙ୍କର ବାସ୍ତବ ରୂପକୁ ଦେଖନ୍ତୁ, ବାସ୍ତବତାକୁ ଅନୁଭବ କରନ୍ତୁ। ତେବେ ସମ୍ପୂର୍ଣ୍ଣ ପବିତ୍ର ହୋଇ ଫାର୍ଷ୍ଟ କ୍ଲାସ୍ ବା ଏୟାର କଣ୍ଡିସନ ଟିକେଟ୍ ପାଇବାର ଅଧିକାରୀ ହୋଇଯିବେ। ସ୍ଲୋଗାନ ପରମାତ୍ମା ଆଶୀର୍ବାଦ ଦ୍ୱାରା ନିଜର ଝୋଲି ଭରପୁର କର, ତେବେ ମାୟା ନିକଟକୁ ଆସିପାରିବ ନାହିଁ। ଓମ୍ ଶାନ୍ତି। ସୋମାନ ମୁଁ ସଫଳତାର ମୂର୍ତ୍ତି ଅଟେ। ଆଜିର ମୁରଲୀରୁ ଶିକ୍ଷା ପ୍ରଥମ ନମ୍ବର। କ୍ଷତି କୌଣସି ଜଡ଼ ଅସ୍ତ୍ର କରିନଥାଏ, କ୍ଷତି କରିଥାଏ ମନୁଷ୍ୟର କ୍ରୋଧ। ଏହା ହିଁ ମଞ୍ଜି ଅଟେ। ଦ୍ୱିତୀୟ ନମ୍ବର। ବାବା ସାଥିରେ ଅଛନ୍ତି ଅର୍ଥାତ୍ ସଫଳତା ସାଥିରେ ଅଛି। ଯେଉଁଠାରେ ବାବା ଅଛନ୍ତି ସେଠାରେ ସର୍ବସିଦ୍ଧି ରହିଛି। ତୃତୀୟ ନମ୍ବର। ସେବା ମନେକରି ନିମିତ୍ତ ହୋଇ ଉମଙ୍ଗ ଉତ୍ସାହ ବଢ଼ାଇବାର ସାହାରା ଦିଅନ୍ତୁ। ନିୟମ ଏବଂ ମର୍ଯ୍ୟାଦାର ସହିତ ସାହାରା ଦିଅନ୍ତୁ, କିନ୍ତୁ ସାହାରା ଦାତା ହୋଇ ନୁହେଁ। ଏହା ମଧ୍ୟ ଭୁଲ ହୋଇଯିବ। ଓମ୍ ଶାନ୍ତି। नाउरी रे डेरी डेरी करू कहीं ना तू दे पीटे। नाउरी रे डेरी डेरी करू कहीं ना तू दे पीटे। हाट मो सरीला संज बिगड़िला, हाट मो सरीला संज बिगड़िला। से पारिरु डाकिलाणी केही रे नाउरी ना तू दे पीटे। नाउरी रे डेरी डेरी करू कहीं ना तू दे पीटे। भाबिथिली ए हाटरू जहा मु किणीबी, गला बेले निज साथे सब बोही नेबी। भाबिथिली ए हाटरू
ଯାହା ମୁଁ କିଣିବି ଗଲା ବେଳେ ନିଜ ସାଥୀ ସବୁ ବୋହି ନେବି। ହେଲେ ଏଠୁ ପାପ ପୁଣ୍ୟ ଦୁଇ ଆଉ କିଛି ନେଇ ହୁଏ ନାହିଁ। ହେଲେ ଏଠୁ ପାପ ପୁଣ୍ୟ ଦୁଇ ଆଉ କିଛି ନେଇ ହୁଏ ନାହିଁ। ଏଡ଼େ ମୁଁ ଅଜ୍ଞାନୀ ପାରିଲିନି ଜାଣି, ଏଡ଼େ ମୁଁ ଅଜ୍ଞାନୀ ପାରିଲିନି ଜାଣି। ଜୀବନଟା ଗଲା ତୁଚ୍ଛ ହେଇ ରେ ନାଉରି, ନା ତୁ ଦେ ଫିଟେଇ। ନାଉରି ରେ ଡେରି ଡେରି କରୁ କାହିଁ, ନା ତୁ ଦେ ଫିଟେଇ। मोहमाया संसार रे मिछे छंदी हेली, भाई बंधु संग साथे गरबे माती। ओ मोहमाया संसार रे मिछे छंदी हेली, भाई बंधु संग साथे गरबे मातिली। हेले आज से गर्व काई साथे मोर केही जणे नाही। हेले आज से गर्व काई साथे मोर केही जणे नाही। मिछ ए संसार के नुहे कहार, मिछ ए संसार के नुहे कहार। एते दिने बुझिली मु जाई रे नाउरी, ना तू दे फिटेई। नाउरी रे डेरी डेरी करू काहीं, ना तू दे फिटेई। ना तू दे फिटेई, ना तू दे फिटेई।